ବାଲେଶ୍ୱର ସହରର ପାତ୍ରପଡ଼ା ସ୍ଥିତ 160 ବର୍ଷର ପୁରାତନ ହରିସଭା ମଠଠାରେ ଆୟୋଜିତ ହେଉଛି ଶ୍ରୀ କାଳନ୍ଦୀ ଦାସ ଶର୍ମା ହରିସଭା ଓ ଶ୍ରୀଜୀଉଙ୍କ ବାର୍ଷିକ ଉତ୍ସବ। ବାଲେଶ୍ୱର ଷ୍ଟେସନ ଛକରେ ଖୋଲିଛି 1 ଓ 2 ଗ୍ରାମ ଗୋଲ୍ଡ ଫର୍ମିଂ ଜୁଏଲାରୀ ଶୋରୁମ୍। ଆଜି ହିଁ ଆସନ୍ତୁ ଆଉ ବାଛି ନିଅନ୍ତୁ ଆପଣଙ୍କ ମନପସନ୍ଦର ଗହଣା। SJ ଜୁଏଲ୍ସ, ସମାଜ ଅଫିସ ତଳମହଲା, ଷ୍ଟେସନ ଛକ, ବାଲେଶ୍ୱର। ବାଲେଶ୍ୱର ସହରର ପାତ୍ରପଡ଼ାଠାରେ 1866 ମସିହାରେ ପ୍ରତିଷ୍ଠା ହୋଇଥିବା ହରିସଭା ମଠ ପରିସରରେ ଶ୍ରୀ କାଳନ୍ଦୀ ଦାସ ଶର୍ମା ହରିସଭା ଓ ଶ୍ରୀଜୀଉଙ୍କ ବାର୍ଷିକ ଉତ୍ସବ ମହା ସମାରୋହରେ ଆୟୋଜିତ ହେଉଛି। 10 ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ପୂର୍ବତନ ବିଧାୟକ ସ୍ୱରୂପ କୁମାର ଦାସ, ନାରୀ ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଓ ବାଲେଶ୍ୱର ପୌର ଉପାଧ୍ୟକ୍ଷ କୈଳାସ ସେଠୀ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀହରିଙ୍କ ଆଶୀର୍ବାଦ କାମନା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କରିଥିଲେ। ଶ୍ରୀମଦ୍ ଭାଗବତ ଓ ହରିକଥା ଓଡ଼ିଆ ସଂସ୍କୃତି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଆଧୁନିକତାର ପ୍ରଭାବ ଯେତେ ଅଧିକ ହେଲେ ବି ଆମ ପୁରାତନ ସଂସ୍କୃତି ଓ ପରମ୍ପରା ସର୍ବଦା ଜନମାନସରେ ଉଜ୍ଜୀବିତ ରହିବା ଆବଶ୍ୟକ। 160 ବର୍ଷ ଧରି ଅନୁଷ୍ଠିତ ହେଉଥିବା ଏହି ପରମ୍ପରାକୁ ଆଗାମୀ ପିଢ଼ିଙ୍କ ମଧ୍ୟରେ ପ୍ରସାର କରିବାକୁ ଅତିଥିମାନେ ପରାମର୍ଶ ଦେବା ସହିତ ଏ ଦିଗରେ ପାତ୍ରପଡ଼ାର ଯୁବ ସମାଜଙ୍କ ଭୂମିକା ପ୍ରେରଣାଦାୟୀ ବୋଲି ମତ ପ୍ରକାଶ କରିଥିଲେ। ସର୍ବପ୍ରଥମେ ମୁଁ ପ୍ରଭୁ ରାଧାକୃଷ୍ଣଙ୍କୁ ଧନ୍ୟବାଦ ଜଣାଇବି ଏବଂ ପ୍ରାର୍ଥନା କରିବି ଯେ ଅଞ୍ଚଳବାସୀଙ୍କ ମଙ୍ଗଳ ହେଉ। ଆଜି ଗୋଟେ ପବିତ୍ର ଦିନରେ ଆମେ ଏଠି ପହଞ୍ଚିଛୁ। ପ୍ରତ୍ୟେକ ବର୍ଷ ଭଳି ଆମେ ଏ ହରିସଭାକୁ ଆସିଛୁ ଆଜି ଏବଂ ଏ ଜାଗାର ମହତ୍ତ୍ୱ ହେଉଛି ଏ ଜାଗା ପାଖାପାଖି ଏ ଅନୁଷ୍ଠାନ ପାଖାପାଖି 160 ବର୍ଷ ପୁରୁଣା। ବାଲେଶ୍ୱର ଯଦି ଗୋଟେ ପୁରାତନ ଅନୁଷ୍ଠାନ ଧାର୍ମିକ ଅନୁଷ୍ଠାନ କଥା ଖୋଲିବେ ତ ନିଶ୍ଚିତ ଭାବରେ ଆପଣ ପାତ୍ରପଡ଼ା ହରିସଭା କଥା ନିଶ୍ଚିତ ଭାବରେ ଆସିବ। ଏବଂ ଏଠି କେବଳ ରାଧାକୃଷ୍ଣଙ୍କର ମନ୍ଦିର ନାହିଁ, ଏଠି ତାଳପତ୍ରର ଲିଖିତ ବହୁ ପୁରାତନ ତାଳପତ୍ର ଲେଖନୀ ଅଛି। ଯେଉଁ କଥା ଆଜି ଭାଇମାନେ କହୁଥିଲେ ଯେ ଆସନ୍ତାକାଲି କ'ଣ ଘଟିବ ସେ କଥା ମଧ୍ୟ ତା ଦେହରେ ଉଲ୍ଲେଖ ଅଛି ଏବଂ ବହୁ ସମୟରେ ଏ ତାଳପତ୍ରକୁ ଏଠି ନେବା ପାଇଁ ଚେଷ୍ଟା କରାଯାଇଛି କିନ୍ତୁ ଗ୍ରାମବାସୀମାନେ ସେ ଦେଇନାହାନ୍ତି, ତାଙ୍କୁ ଧନ୍ୟବାଦ ଜଣାଇବି। ଏବଂ ଏହା ସହିତ ଏଇ ଯେଉଁ ଅନୁଷ୍ଠାନକୁ ବଞ୍ଚାଇ ରଖିଛନ୍ତି ଆଜି 160 ବର୍ଷ ପୁରୁଣା ଅନୁଷ୍ଠାନକୁ ବଞ୍ଚାଇବା ପାଇଁ ବହୁତ ସିନିୟର୍ସମାନଙ୍କ କଣ୍ଟ୍ରିବ୍ୟୁସନ୍ ଅଛି ଏବଂ ଯୁବପିଢ଼ି ମଧ୍ୟ ଅଣ୍ଟା ଭିଡ଼ିଛନ୍ତି ଏବଂ ବିଶେଷ କରି ଏଠିକାର ଯେଉଁ ଆମର ଦୀପା ବାବୁ ତାଙ୍କର ନେତୃତ୍ୱରେ ପିଲାମାନେ ବହୁତ ସଜାଗ ଅଛନ୍ତି ଏବଂ କେବଳ ଆଜି ହରିସଭା କଥା ନୁହେଁ ବିଭିନ୍ନ କାର୍ଯ୍ୟକ୍ରମ ନିଜକୁ ନିୟୋଜିତ କରନ୍ତି। ଆଜି ବାଡ଼ି ଖେଳ ହେଉ, ଆଖଡ଼ା ହେଉ, ମହରମ ହେଉ, ଯେକୌଣସି କାର୍ଯ୍ୟକ୍ରମରେ ସେମାନେ ସକ୍ରିୟ ଭୂମିକା ନିଭାଇଛନ୍ତି। ତ ମୁଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିବି ତାଙ୍କର ମଙ୍ଗଳ ହେଉ ଏବଂ ଏହା ସହିତ ଆମ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟଙ୍କର ଯେଉଁ ବିଭିନ୍ନ ଧର୍ମସ୍ଥଳୀ ପାଇଁ ଯେଉଁ ଅନୁଦାନ ଦେଇଛନ୍ତି, ଯେଉଁ ପ୍ରତ୍ୟେକ ଧର୍ମସ୍ଥଳୀର ଯେଉଁ ପରିବର୍ତ୍ତନ ହେଇଛି ଏ ପରିବର୍ତ୍ତନ କେବଳ ନବୀନଙ୍କ ପାଇଁ ହେଇପାରିଛି। ଆମେ ଆଶା କରିବୁ ଯେ ବର୍ତ୍ତମାନ ସରକାର ଏହି ଅନୁଷ୍ଠାନ ଗୁଡ଼ିକ ଯେଉଁ ଆଉ ବାକି କାମ ଅଛି ତାକୁ ବି ମଧ୍ୟ ତ୍ୱରାନ୍ୱିତ କରିବେ ଏବଂ ଗୋଟେ ଯେଉଁ ଧର୍ମ ପ୍ରଚାର କଥା ଆମେ ସମସ୍ତେ କହୁଛୁ, ଧର୍ମ ପ୍ରଚାର ଯେତିକି ହେବା ଦରକାର ତାଠାରୁ ଭାଇଚାରାର ପ୍ରଚାର ବେଶୀ ହେବା ଦରକାର। ଏ ଆଜିକାର ଯୁବପିଢ଼ିମାନେ ଏ ଆହ୍ୱାନ ନେଇକି ଚାଲିବା ଦରକାର ଅଛି। ଏଇ ଯେଉଁ ପରମ୍ପରା ଏଠି ରହିଛି ଇଏ 1866 ମସିହାରୁ ଇଏ ତିଆରି ପାଖାପାଖି 150 ବର୍ଷ ହେବ ये जो परंपरा चली आसी एटा ही प्रकृत ओडिया परंपरा। ओडिशार गाँ गहली रे प्रत्येक छक बजार प्रत्येक साही रे एभली भागवत टुंगी एवं हरिसभा आउ भजन कीर्तन एटा ही ओडिया अस्मिता। प्रकृत जो आम ओडिया अस्मिता कथा कहे ओडिया जातिर परिचय एटा ही ओडिया जातिर परिचय। एवं मु बहुत माने धन्यवाद दौची स्थानीय आयोजक माननकु जे ये परंपरा को विगत 150 वर्ष हम जीवित करके रखिपारिछंती एवं समस्तंकर सहयोग रे ये अनुष्ठान आज गोटे बड़ धरणर हरिसभारे परिणत होईची। एठी भजन कीर्तन होची, हजार हजार लोकंकर प्रसाद सेवन करा जाउची आउ भागवत पढ़ा जाउची एवं सबुठ भल जिनस हलाटी शालग्राम रहीची, एठी तालपत्र पोथी रही, भागवत रही। ये सबू आजिका दिन रे जो पाश्चात्य संस्कृति को गोटे अनुकरण करिवार फैड होईची लोकंक भितरे आउ जोटा आमको आमर ओडिया परंपरा ऐतिह्य संस्कृति ठू दूरे नौची से समय रे एभली भागवत टुंगी एवं हरिसभा मठ बहुत अत्यंत गुरुत्व बहन करे। प्रथम आमर जो स्थित पात्रपड़ार जो हरिसभा मठ जो आज होती आज मोर जो हरिसभा दीर्घ 150 वर्ष ऊर्ध्व गोटे 150 वर्ष ऊर्ध्व गोटे जो कार्यक्रम जो हरिसभा होती माने चलिकी रखा मैंने बहुत कष्ट। मुझे धन्यवाद देवी ये युव भाई माने जो ये संस्था को
ମାନେ ଚଳେଇ ରଖୁଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ତେଣୁ ଏ ସଂସ୍ଥାର ଯେଉଁଟା କହୁଥିଲେ ତାଙ୍କ ଏ ସଂସ୍ଥା ପାଇଁ ଆହୁରି ଡେଭଲପମେଣ୍ଟର ବହୁତ ଆବଶ୍ୟକ ଅଛି। ତେଣୁ ଯେତେବେଳେ ଆମର ପୂର୍ବତନ ବିଧାୟକ ସ୍ୱରୂପ ଦାସ ଥିଲେ ଏ ସଂସ୍ଥାକୁ କିଛି ଅନୁଦାନ ଦେଇଥିଲେ, ସେ ଅନୁଦାନ ଯାହା ତ ଦେଇଛନ୍ତି ଏ କାମ ଆହୁରି ହେବା ପାଇଁ ଆହୁରି ବିଶେଷ କରି ଅନୁଦାନ ବର୍ତ୍ତମାନ ଏ ସରକାର ଏଇଭଳିଆ ସଂସ୍ଥା ଯେଉଁଠାରେ ବି ଅଛି ସେ ସଂସ୍ଥାକୁ ଅନୁଦାନ ଦିଅନ୍ତୁ। କାରଣ ଇଏ ହରିସଭା ଦ୍ୱାରା ଯେଉଁ ଆମର ଯେଉଁ ଓଡ଼ିଆ ସଂସ୍କୃତି ଯେଉଁ ରହିଛି ଆସ୍ତେ ଆସ୍ତେ ଏଇ ଯେଉଁ ସଂସ୍କୃତି ଲୋପ ପାଇ ବସିଥିବା ବେଳେ ଏ ଭାଇମାନେ ଏ ସଂସ୍ଥାକୁ ଏ ସଂସ୍କୃତିକୁ ବଞ୍ଚେଇ ରଖିଛନ୍ତି। ହରିସଭା ଆୟୋଜନ କମିଟିର ସଭାପତି ଯୁବ ସମାଜସେବୀ ନଳିନୀ ରଞ୍ଜନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଉତ୍ସବ ଅନୁଷ୍ଠିତ ହେଉଛି। ହରିସଭା ମଠର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗରେ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ବହୁ ଉନ୍ନତିମୂଳକ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି। ଆମ ଏ ଅଞ୍ଚଳରେ ଏ ହରିସଭା ହେଉଛି ଗୋଟେ ବଡ଼ ସଭା। ସବୁ ପୂଜା ପର୍ବ ଏଠି ହୁଏ। ବିଶେଷତଃ ସୋନଟ ପାତ୍ରପଡ଼ାରେ ଏମିତି କିଛି ପର୍ବ ନାହିଁ 12 ମାସରେ 13 ନୁହେଁ, ଏଠି 12 ମାସରେ 25ଟା ପର୍ବ ହୁଏ। କିନ୍ତୁ ଏଇ ଯେଉଁ ହରିସଭା ଇଏ 1866ର ଯେଉଁ ପୂର୍ବପୁରୁଷମାନେ ଆମ ବୁଢ଼ାବାପା ଏ ଅଞ୍ଚଳରେ ଯେଉଁ ବୟସ୍କ ମାନେ ମୋ ବୁଢ଼ାବାପାର ଯେଉଁ ବୟସ ସେହି ସମୟରେ ଏମାନେ କରିଛନ୍ତି। କ୍ରମ ଅନୁସାରେ ବର୍ତ୍ତମାନ ଯେଉଁ ଯୁବପିଢ଼ି ହାତକୁ ନେଲା ଏ ଯୁବପିଢ଼ି ଗୋଟେ ୟୁନିଟ୍ ହିସାବରେ କାମ କରୁଛୁ। ସେମାନେ ଖାଇବା ଭୁଲି ଯାଉଛନ୍ତି ଏବଂ କେମିତି ଏଇ ଯେଉଁ ଖାଦ୍ୟ 10,000 ଲୋକ ଖାଇବେ ତାହା ବ୍ୟବସ୍ଥା ପାଇଁ ସେମାନେ ଦିନ ରାତି ଏକ କରୁଛନ୍ତି। ମୁଁ ପ୍ରଥମେ ସେମାନଙ୍କୁ ସେହି କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଦେଉଛୁ ଯେଉଁମାନେ ନିଜର ସମୟ କାଢ଼ି ତାଙ୍କର ଚାକିରି କିଏ ବିଜନେସମ୍ୟାନ୍ ତାକୁ ଭୁଲି ଯାଇକି କଲେକ୍ସନ୍ କରୁଛନ୍ତି, ଲୋକଙ୍କୁ ମାଗୁଛନ୍ତି ଏବଂ ଠାକୁରଙ୍କର ଖାଇବା ବ୍ୟବସ୍ଥା ମଧ୍ୟ ହେବ। ଏଠି 7 ଦିନ ପ୍ରୋଗ୍ରାମ୍ ହୁଏ। ପ୍ରତ୍ୟେକ ଦିନ ପିଲାମାନେ ଡ୍ୟାନ୍ସ ପ୍ରୋଗ୍ରାମ୍ ଗୋଟେ ଦିନ କରନ୍ତି, ଗୋଟେ ଦିନ ଆମର ଭଜନ ଡେଲି ଚାଲେ। ଯାତ୍ରା ପିଲାମାନେ ଫାର୍ଷ୍ଟ ଟାଇମ୍ ହରିହାଟରେ ମୁଁ ଦେଖିଲି 2 ଦିନ ଯାତ୍ରା। ସେଇଟା କେଉଁମାନଙ୍କର ଏଇ ଯୁବପିଢ଼ି ତ ଏଇ ଗାଁ ଲୋକ ଏଇମାନଙ୍କ ତ ଦାନ ନା। ଏଇ ଗାଁ ଲୋକଙ୍କର ଯେଉଁମାନେ ଦିନେ ଦେଉନଥିଲେ ଆଜି ଦେଉଛନ୍ତି, ଦେଖୁଛନ୍ତି ସେମାନେ। ଏଠି ମଧ୍ୟ ପ୍ରତ୍ୟେକ ଦିନ ସନ୍ଧ୍ୟାବେଳେ ବିଭିନ୍ନ ଲୋକ ପାୟସ ଦେଉଛନ୍ତି ଫ୍ରିରେ ଠାକୁରଙ୍କ ପାଇଁ। ତେଣୁ ଆମେ ହେଉଛୁ ଠାକୁର ବିଶ୍ୱାସୀ ହିନ୍ଦୁ, ଆମେ ଠାକୁର ବିଶ୍ୱାସୀ। ତେଣୁ ଠାକୁର ଭଗବାନ ଯିଏ ଆମର ସବୁଠୁ ବଡ଼ ଏ ଅଞ୍ଚଳରେ ସେଇ ଏ ଠାକୁରଙ୍କୁ ସବୁଠୁ ଆମେ ବଡ଼ ମାନୁଛୁ। ଆଖଡ଼ା ମଧ୍ୟ ଏଇଠୁ ବାହାରେ ଯିଏକି ଆମେ ୟୁନିଟ୍ ହେଇକି ପାତ୍ରପଡ଼ା ଆସୁନଟ ଯାଉ। ତେଣୁ ହରିହାଟ ସଭାକୁ ମୋତେ ଏଠି ସଭାପତି କରିଛନ୍ତି। ମୁଁ ଗୋଟିଏ ଜିନିଷ ଆଜି କହିବା ପାଇଁ ଚାହିଁଛି ଯେ ହରିହାଟର ଯେତିକି ପୈତୃକ ସମ୍ପତ୍ତି ଅଛି ସେ ସମ୍ପତ୍ତିରେ ଅନ୍ୟ କେହି ଆଖି ପକାଇବେ ନାହିଁ। ଏଟା ହରିହାଟର ସମ୍ପତ୍ତି ଯେତେ ଆଡ଼େ ଅଛି ହରିହାଟରେ ରହିବ। ବ୍ୟତିକ୍ରମ କରିବେ ମୁଁ ସଭାପତି ବାହାରିବି ପ୍ଲସ୍ କର୍ମକର୍ତ୍ତା ବାହାରିବେ। ମୁଁ କାନରେ ବହୁତ ବାଜୁଛି, ମୁଁ ବାଜିବାର ନୁହେଁ। ସମ୍ପତ୍ତି ଠାକୁରର ରହିବ। ଦିସ୍ ଇଜ୍ ନଟ୍ କାହାର ପ୍ରାଇଭେଟ୍ ପ୍ରପର୍ଟି ନୁହେଁ। ଠାକୁର ଦେଇଛନ୍ତି, ପୂର୍ବପୁରୁଷ ଦେଇଛନ୍ତି, ତେଣୁ ଠାକୁର ରହିବ। ଯାହା ଠାକୁର କଲେକ୍ସନ୍ ସବୁ ଠାକୁରଙ୍କର ହେବ। କାରଣ ଏଠି କେହି କାହା ଘରକୁ ନେଉନାହାନ୍ତି, ସବୁ ଠାକୁରଙ୍କର ରହିବ। ତେଣୁ ସମସ୍ତଙ୍କୁ ମୋ ନିବେଦନ ଯେତେ ଅଛନ୍ତି ଏ ଅଞ୍ଚଳରେ ଯେ ହରିହାଟର ସମ୍ପତ୍ତି ହରିହାଟରେ ରହୁ। ଗତ 24 ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପୂଜକ କପିଳାସ ଷଡ଼ଙ୍ଗୀ ଶ୍ରୀଜୀଉଙ୍କ ନିତ୍ୟ ସେବା ସମ୍ପାଦନ କରୁଥିବା ବେଳେ ପ୍ରଣବ କୁମାର ପଣ୍ଡା ଶ୍ରୀମଦ୍ ଭାଗବତ ପାଠ କରୁଛନ୍ତି। ମଠ ଅଧିକାରୀ ସୁରେନ୍ଦ୍ର ମାଝୀ ଶ୍ରୀଜୀଉଙ୍କ ସେବା ସମ୍ପାଦନରେ ସହଯୋଗ କରୁଛନ୍ତି। ଏହି ଅବସରରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭଜନ ସନ୍ଧ୍ୟା, ସଙ୍ଗୀତ ସନ୍ଧ୍ୟା ଓ ନୃତ୍ୟ ପ୍ରତିଯୋଗିତା ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।
ଆସନ୍ତା 30 ତାରିଖ ଗୁରୁବାର ଉତ୍ସବର ସମାପନ ଦିବସରେ ଦଧିହାଣ୍ଡି ଗ୍ରାମ ପରିକ୍ରମା କରିବା ପରେ ସାମୂହିକ ପ୍ରସାଦ ସେବା ଅନୁଷ୍ଠିତ ହେବ। ଭବେନ୍ଦ୍ର ତରେଇ, ସୁଦର୍ଶନ ମାଝୀ, କିରଣ କୁମାର ମାଝୀ, ରମେଶ ମାଝୀ, ସୁଭାଷ ମାଝୀ, ଦୀପକ ମାଝୀ, ଦୀପକ ବେହେରା, ଗୋବିନ୍ଦ ଚନ୍ଦ୍ର ରାଉତ, ଦେବାଶିଷ ମାଝୀ, ଗଦାଧର ଦାସ, ଅମର କୁମାର ଜେନା, ହଂସଗୋପାଳ ପାଢ଼ୀ, ବାପି ଖଟୁଆ, ମନୋରଞ୍ଜନ ମାଝୀ, ଯଦୁନାଥ ମଙ୍ଗଳ, ନିରଞ୍ଜନ ମାଝୀ, ପ୍ରଭାତ କୁମାର ମାଝୀ, ପ୍ରକାଶ ମାଝୀ, ମାନସ ମାଝୀ, ଦୟାନିଧି ମାଝୀ, ଦୀପକ କୁମାର ମାଝୀ, ରାକେଶ ତରେଇ, ଚନ୍ଦନ ଦାସ ପ୍ରମୁଖଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ସମସ୍ତ କାର୍ଯ୍ୟ ପରିଚାଳନା କରୁଛନ୍ତି। माँ लक्ष्मी ज्वेलर्स, विवेकानंद मार्ग, चिड़िया पोलो, बालेश्वर। Welcome to Pratiksha Fertility and IVF Clinic, Baleshwar. With state-of-the-art facilities and cutting-edge equipment, we provide the highest standard of fertility care. Pratiksha Fertility and IVF Clinic, Baleshwar. पाइप किनिबा पूर्वरु पाइप रो पारिबा पणिया उपरे प्रत्येक प्रश्नर उत्तर आमे दबु। पानीर प्रखर जेते तीव्र हो अबा पानीर शिखर जेते उच्च हो, एमके प्लास्ट कंपनी रे निर्मित एमकेपी ब्रांड रो सुदृढ़ एवं दीर्घस्थायी पीवीसी एंड एचडीपीई पाइप्स सर्वदा नंबर 1। सर्वनिम्न मूल्य रे सर्वोत्तम पाइप किनिबा पई जोगाजोग करंतु। एमके प्लास्ट प्राइवेट लिमिटेड, रामदासपुर इंडस्ट्रियल एस्टेट, गोड़ीसाही, कटक डिस्ट्रिक्ट। पिन 754006। कॉल करंतु 8637278439 किबा ईमेल करंतु admin@mkplast.in।